নমস্কার। ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି ଏବଂ এই ভিডিওରେ ଆମେ ଆଲୋଚନା କରିବା ଗତକାଲି ଶନିବାର ଦିନ ବିଜୟ ଥାଲାପତି ଯେ ସୁପରଷ୍ଟାର ତାମିଲନାଡୁ ତାଙ୍କର ରାଲିରେ ଯେଉଁ ସବୁ ଘଟଣା ଗୁଡ଼ିକ ଘଟି ଯାଇଛି ତା ଉପରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଆପଣମାନେ ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେନି, କାରଣ ଆପଣମାନଙ୍କର ପ୍ରତ୍ୟେକଟି ସବସ୍କ୍ରାଇବ ଯେ ମୋତେ ବହୁତ ମୂଲ୍ୟ ଲାଗୁଛି, ଯେ ନୂଆ ନୂଆ ଇନ୍ସପିରେସନ ଲାଗୁଛି, ନୂଆ ନୂଆ ତଥ୍ୟ ନେଇ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେବେ ଆସନ୍ତୁ ଆମେ ଆରମ୍ଭ କରିବା ଭିଡ଼ିଓଟି। ଯେ ଗତକାଲି ଅର୍ଥାତ୍ ଶନିବାର ଦିନ 27 ତାରିଖ ସେପ୍ଟେମ୍ବର 27 ତାରିଖ ଦିନ ବିଜୟ ତାଲାପତି ଯିଏକି ତାମିଲନାଡୁର ଜଣେ ପ୍ରସିଦ୍ଧ ଆକ୍ଟର ବା ପ୍ରସିଦ୍ଧ ଅ, ଚଳଚ୍ଚିତ୍ର ତାରକା ସୁପରଷ୍ଟାର ବିଜୟ ତାଲାପତି ଗତକାଲି ସେ କରୂର ଜିଲ୍ଲାରେ ପ୍ରଶାସନିକ ସୁପାରିଶ କ୍ରମେ ବା ପ୍ରଶାସନକୁ ସେ ମାଗିଥିଲେ, ଅନୁମତି ମାଗିଥିଲେ। ପ୍ରଶାସନ ମଧ୍ୟ ତାଙ୍କୁ ଦେଇଥିଲେ ଯେ 30,000 ପର୍ଯ୍ୟନ୍ତ ଆପଣ ଅ, ସମାଗମ କରିପାରିବେ ଏବଂ ମିଟିଂ କରିପାରିବେ। ସମସ୍ତ ପ୍ରକାର ପ୍ରସ୍ତୁତି କଲା ପରେ ବିଜୟ ଥାଲାପତି ସେ ନିଜର ଅ, କାର୍ଯ୍ୟକ୍ରମ ବା ନିର୍ବାଚନିକ ପ୍ରକ୍ରିୟାକୁ ଆରମ୍ଭ କରିବା ପାଇଁ ବା ନିର୍ବାଚନରେ ଲଢିବା ପାଇଁ ଯେଉଁ ସମସ୍ତ କାର୍ଯ୍ୟକ୍ରମ ବର୍ତ୍ତମାନ ଚଲେଇଛନ୍ତି ବା ନିଜକୁ ଆଡଭର୍ଟାଇଜମେଣ୍ଟ କରୁଛନ୍ତି ବା ନିଜ ଦଳକୁ ଯୋଉ ନୂଆ ଦଳ ଗଠନ କରିଛନ୍ତି ତାହାକୁ ସୁଦୃଢ କରିବା ପାଇଁ ଲୋକ ସମର୍ଥନ ଲୋଡୁଛନ୍ତି। ଏହି ପରିପ୍ରେକ୍ଷୀରେ କଣ କରାହେଇଛି ନା ଅଭିନେତା ବିଜୟ ଥାଲାପତିଙ୍କ ଦ୍ୱାରା ଆୟୋଜିତ ରାଜନୈତିକ ରାଲିରେ ବିଭିନ୍ନ ପ୍ରକାର ଧକ୍କା ହେଇଯାଇଛି। କଣ ସେ ଧକ୍କା ଧକ୍କା ହେବା ଫଳରେ ଅତି କମରେ ଆଜିର ତାଜା ସୂଚନା ଅନୁସାରେ 39 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 50ରୁ ଅଧିକ ଜଣ, 50ରୁ 100 ଜଣ ଆହତ ହୋଇଛନ୍ତି। ଏବଂ এই ପର୍ଯ୍ୟନ୍ତ ଯୋଉ 39 ଜଣ ମରିଛନ୍ତି ବା ମୃତ୍ୟୁବରଣ କରିଛନ୍ତି, ଯୋଉ ଠେଲା ମାନେ ଦଳା ଚକଟା ବା ଠେଲା ପେଲାରେ ମରିଛନ୍ତି, ସେମାନଙ୍କ ମଧ୍ୟରୁ 13 ଜଣ ହଉଛନ୍ତି ପୁରୁଷ। ପୁରୁଷ ସଂଖ୍ୟା ହଉଛି ସେମାନଙ୍କର 13 ଜଣ ଏବଂ ସେଇ 39ଙ୍କ ମଧ୍ୟରୁ ଆପଣଙ୍କର 17 ଜଣ ମୃତ୍ୟୁବରଣ କରିଛନ୍ତି କେବଳ ମହିଳା। ଏବଂ ସେଇ 39 ଜଣଙ୍କ ମଧ୍ୟରୁ ଆଉ ଯଦି ଆମେ ଦେଖିବା ଭଲରେ ଚିନ୍ତା କରିବା, 4 ଜଣ କେବଳ ପୁଅ ଏବଂ ଆଉ 5 ଜଣ ହଉଛନ୍ତି ଝିଅ, ଯୋଉଥିରେ କି 39ରେ ସାମିଲ ଅଛନ୍ତି। ତ ୟାରି ପରିପ୍ରେକ୍ଷୀରେ 26ରୁ ଏବଂ 25 ମହିଳା ମଧ୍ୟ ସେଇ ଯୋଉ ରାଲିରେ ଦଳା ଚକଟା ହେଇଛନ୍ତି ବା ଆପଣଙ୍କର ଯୋଉ ରାଲିରେ ବିଜୟ ଥାଲାପତିଙ୍କୁ ଦେଖିବା ପାଇଁ ଯୋଉ ସମାଗମ ହେଇଥିଲା, ତାଙ୍କର ପ୍ରଚାର ଶୁଣିବା ପାଇଁ, ତାଙ୍କର ନିର୍ବାଚନୀ ପ୍ରଚାର ଶୁଣିବା ପାଇଁ ବା ନିଜର ଦଳକୁ ସୁଦୃଢ କରିବା ପାଇଁ ଯୋଉ ସମସ୍ତ କାର୍ଯ୍ୟକ୍ରମ ଅଛି ସେଥିରେ ଯୋଗ ଦେବା ପାଇଁ ନିଜ ତରଫରୁ ଉତ୍ସୁକତାର ସହିତ ସେଠି ଯାଇ ପହଞ୍ଚିଛନ୍ତି। ତ କିନ୍ତୁ ତାରି ଗୋଟେ ଘଟଣା ହେଲା କଣ ନା ବିଜୟ ଥାଲାପତି ଆସିବାରେ ବହୁତ ବିଳମ୍ବ ହେଇଗଲା। 6 ଘଣ୍ଟା ଲେଟ୍ କଲେ। ବିଜୟ ଥାଲାପତି ଆସିବାରେ 6 ଘଣ୍ଟା ଲେଟ୍ କଲେ। ତାଙ୍କର ବିଭିନ୍ନ କାମ ଦାମ ଥିଲା ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାରିକି ଆସିଲା ବେଳେ ଆପଣଙ୍କର 6 ଘଣ୍ଟା ଲେଟ୍ ହେଇଗଲା। ତେଣୁକରି କଣ ସହିଛି ନା ଆମେ ଜାଣିଛୁ ଯେ ବିଜୟ ଥାଲାପତି ଦୀର୍ଘ 3 ଦଶନ୍ଧି ଠାରୁ ସବୁଠାରୁ ଧନୀ ଆ ଆକ୍ଟର ମାନଙ୍କ ମଧ୍ୟରୁ ସେ ଜଣେ ଅନ୍ୟତମ, ଯିଏକି ଆପଣଙ୍କର 2024ରେ ତାଙ୍କର ରାଜନୈତିକ ଦଳ ଗଠନ କରିବା ପରଠାରୁ ସଭାରେ ବିପୁଳ ସମାଗମକୁ ଟାଣି ଆଣୁଛନ୍ତି ଏବଂ ଲୋକ ସମୂହ ତାଙ୍କର ସେଇ ଉପସ୍ଥିତିକୁ ଜାହିର କରିବା ପାଇଁ ବା ନିଜର ତାଙ୍କର ବିଜୟ ଥାଲାପତିଙ୍କ ଉପସ୍ଥିତିକୁ ଜାହିର କରିବା ପାଇଁ ବା ତାଙ୍କୁ ବିପୁଳ ସମର୍ଥନ ଜଣାଇବା ପାଇଁ ସେମାନେ ଏକତ୍ରିତ ହଉଛନ୍ତି। ଯେ ସେମାନେ କେବଳ ଶୁଣିବାକୁ ଚେଷ୍ଟା କରୁଛନ୍ତି ବା ସେମାନେ ପ୍ରୟାସ କରୁଛନ୍ତି ଯେ ବିଜୟ ଥାଲାପତି କୋଉ ଜାଗାରେ ମିଟିଂ କରିବେ ବା କେମିତି ଆସିବେ, କେମିତି ଯିବେ, ତାର ତମାମ ବିବରଣୀ ଉପରେ ହିଁ ଖ୍ୟାଲ ରଖୁଛନ୍ତି। ଯାହା ଜଣା ପଡୁଛି ଯେ ତାଙ୍କର ଯୋଉ ଆବିର୍ଭାବ ହେଇଛି, ଯୋଉଠିକି ଆପଣଙ୍କର ରାଜନୈତିକ ଦଳରେ ଯୋଉ ପ୍ରକାର ଗଠନ କରିଛନ୍ତି, ଏତେ କ୍ରେଜ ତାଙ୍କର ବଢିଛି, ଏତେ ମାନେ ଜନ ଆଗ୍ରହ ପ୍ରକାଶ ପାଇଛି ତାମିଲନାଡୁରେ, ତାଙ୍କର ଜନ ଆଗ୍ରହତା ତାଙ୍କ ପ୍ରତି ଏତେ ମାତ୍ରାରେ ବଢି ଯାଇଛି ଯେ ସିଏ ଯୋଉ ଜାଗାକୁ ଯିବେ ବା ଯୋଉଠି ମିଟିଂ କରିବେ, ଯୋଉଠି ରାଲି କରିବେ, ସେଇଠି ହଜାର ହଜାର ଲୋକ ଉପସ୍ଥିତ ଅଛନ୍ତି। ଯଦିଓ ଗତ ଯେତେବେଳେ ନୂଆରେ ଆପଣଙ୍କର ଦଳ ଗଠନ କଲେ, ଦଳ ଗଠନ କରିବା ସମୟରେ ଆପଣଙ୍କର କଣ ହେଲା ନା ଅତି କମରେ 4 ଜଣ ମୃତ୍ୟୁ ହୋଇଥିଲେ। ତ ତାକୁ ଭିତ୍ତି କରି ବର୍ତ୍ତମାନର ପ୍ରଶାସନ, ପୋଲିସ ପ୍ରଶାସନ ସେ କଣ କହିଛନ୍ତି ନା ପୋଲିସ ଡିଜି ମୁଖ୍ୟ, ତାମିଲନାଡୁର ପୋଲିସ ମୁଖ୍ୟ ଡିଜିପି ଭେଙ୍କଟ ରାମନଙ୍କ ରାମନ ଭେଙ୍କଟ ରାମନ ସେ ନିଜେ କହିଛନ୍ତି ଯେ ଗତ ରାଲିକୁ ଦୃଷ୍ଟି ଆଗରେ ରଖି ଆମେ ଏଥର ମାତ୍ର 30,000 ଲୋକଙ୍କୁ ଅନୁମତି ଦେଇଥିଲୁ ଆଉ ସେ ଅନୁସାରେ ମଧ୍ୟ ସେ କରୁଥିଲେ। କିନ୍ତୁ କଣ କରିବା ଯେ ଲୋକମାନେ ଏଇ ପ୍ରକାର ହଉଛନ୍ତି ଯେ କେବଳ ଶୁଣିବା କ୍ଷଣି ବିଜୟ ଥାଲାପତି ଆସୁଛନ୍ତି ଏ କଥା ଶୁଣିବା କ୍ଷଣି ସମସ୍ତେ ଜନସମାଗମ ନିଜର ଖାଦ୍ୟ ପତ୍ର, ନିଜର ପାନୀୟ ସମସ୍ତ ଧରି ଏକତ୍ର ସଭାସ୍ଥଳକୁ ପଳେଇ ଆସୁଛନ୍ତି, ଯାହାରି ଫଳରେ ପୋଲିସ କଣ୍ଟ୍ରୋଲ ବାହାରେ ହେଇଯାଉଛି। କାରଣ ଗୋଟିଏ ସଭାସ୍ଥଳକୁ ଆସିବା ପାଇଁ କାହାକୁ ତ ମନା କରାଯାଇ ପାରିବନି, ଯେହେତୁ ସମ୍ବିଧାନର ଧାରା ଏକ ଆର୍ଟିକଲ 21 ଅନୁସାରେ ସମସ୍ତଙ୍କର ଫ୍ରିଡମ ଅଛି ଯେ ଆସେମ୍ବଲ କରିପାରିବେ ବା ମିଟିଂ କରିପାରିବେ, ଯୋଗ ଦେଇପାରିବେ ବିନା ହିଂସାରେ। ତେଣୁକରି ସମସ୍ତେ ଯେହେତୁ ବିଜୟ ଥାଲାପତି ଜଣେ ସୁପରଷ୍ଟାର ଏବଂ ତାଙ୍କର କ୍ରେଜ ଯଥେଷ୍ଟ ରହିଛି,
साउथ इंडिया तांकर क्रेज यथेष्ट रही से गुड़ाए फिल्म करछंती एवं जो फिल्म रे से गुड़ाए हिट मध्य हिट मध्य ହେଇଛି गुड़ाए फिल्म हिट ହେଇଛି ଏବଂ ଲୋକମାନଙ୍କୁ ନିଜର ହିଟ୍ ଫିଲ୍ମ ଦେଇକି ଲୋକମାନଙ୍କର ପ୍ରଶଂସା ସାଉଣ୍ଟିଛନ୍ତି ଏ କଥା ସମସ୍ତେ ଜାଣିଛନ୍ତି କିଏ ବା ନ ଜାଣିଛନ୍ତି ଭାରତ ବର୍ଷରେ ତାଙ୍କର ସମସ୍ତ ଚଳଚ୍ଚିତ୍ର ପ୍ରାୟତଃ ସୁପରହିଟ୍ ହିଁ ହେଇଛି ପ୍ରାୟତଃ ଅଧିକାଂଶ ଚିତ୍ର ଚଳଚ୍ଚିତ୍ର ସୁପରହିଟ୍ ହେଇଛି ତେଣୁ ୟାରି ପରିପ୍ରେକ୍ଷୀରେ ସେ ଯେତେବେଳେ ରାଜନୀତିକୁ ଆସିଗଲେ ଏବଂ ରାଜନୀତିରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛନ୍ତି ନିଜର ଦଳକୁ ବା ନିଜର ଦଳକୁ ସୁଦୃଢ କରିବାକୁ ଯାଉଛନ୍ତି ସେଇ କଥାରେ ସମସ୍ତେ ସମସ୍ତେ ସାମିଲ ହଉଛନ୍ତି ଏବଂ ସମସ୍ତେ ତାକୁ କଣ ସୁଯୋଗ କରୁଛନ୍ତି ଏବଂ ସମସ୍ତେ ସମର୍ଥନ ମଧ୍ୟ କରୁଛନ୍ତି ଏଇ ରାଲିର ଯୋଉ କ୍ଲିପ ଆପଣମାନଙ୍କୁ ଦେଖଉଛି ଯେତେ ସମାଗମ ହେଇଛି କେବଳ କୁହାଯାଇଥିଲା 30,000 ଦିଆହେଇଥିଲା କିନ୍ତୁ ସେଥିରେ 60,000 ବୋଲି କହିଛନ୍ତି 60,000 ନୁହେଁ ଲକ୍ଷ ଲକ୍ଷ ଲୋକ ସେଠିରେ ଉପସ୍ଥିତ ଥିବା ଆମେ ଯାହା ଅନୁମାନ କରୁଛୁ ଚିତ୍ରରୁ ତ ୟାରି ପରିପ୍ରେକ୍ଷୀରେ ସ୍ଥାନୀୟ ଗଣମାଧ୍ୟମରେ ଯାହା ପରିପ୍ରକାଶ ପାଇଛି ସେଇଟା ବଡ କଥା ନୁହେଁ କିନ୍ତୁ ବଡ କଥା ହେଲା ଯେ ପ୍ରଚାର ଗାଡିକୁ ଘେରି ରହିଥିବା ଯେତେ ସବୁ ଜନସାଧାରଣ ଯେତେବେଳେ ବିଜୟ ଠିଆ ହୋଇ ଭାଷଣ ଦେଉଛନ୍ତି ସେଇ ସମୟରେ ଯେମିତି ଠେଲାପେଲା ହେଇକି ତାଙ୍କ ପାଖକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି ବା ତାଙ୍କ ସହିତ ହ୍ୟାଣ୍ଡସେକ୍ କରିବା ପାଇଁ ବା ତାଙ୍କର ଟିକେ ପାଖରେ ଟିକେ ଦେଖିଲେ ତାଙ୍କୁ ଟିକେ ଅଧିକ ଖୁସି ଲାଗିବ ସେଥିପାଇଁ ସେମାନେ ତାଙ୍କ ପାଖକୁ ଗଲାବେଳେ ପୁରା ଧସ୍ତାଧସ୍ତି ହେଇଯାଇଛି ବା ଠେଲାପେଲା ହେଇଯାଇଛନ୍ତି ବା ଆପଣଙ୍କର କଣ ପରସ୍ପର ମଧ୍ୟ ଧକ୍କା ହେଇଯାଇଛି ତାରି ଫଳରେ ପୋଲିସ ତାକୁ କଣ୍ଟ୍ରୋଲ କରିବା ପାଇଁ ଅସୁବିଧା ହେଇଯାଇଛି ୟାର ମୁଖ୍ୟ ବିଷୟ ହେଲା ବିଜୟ ଥେଲାପତି 6 ଘଣ୍ଟା ବିଳମ୍ବ କଲେ ଆସିବାରେ ଉକ୍ତ ସ୍ଥାନରେ 6 ଘଣ୍ଟା ବିଳମ୍ବ କଲେ ଯାହାରି ଫଳରେ ଲୋକମାନେ ଯୋଉମାନେ ଶୁଣିଲେ ବିଜୟ ଥାଲାପତି ଆସୁଛନ୍ତି ପ୍ରଚାର କରିବେ ତେଣୁ କେବଳ ତାଙ୍କୁ ଦେଖିବା ପାଇଁ ତାଙ୍କର ଯୋଉ କ୍ରେଜ କୁ ବଢେ ଯୋଉ ବଢିଛି କ୍ରେଜ ବା ତାଙ୍କର ଯୋଉ କ୍ରେଜ ଅଛି ଜନମାନସରେ ବା ଯୋଉ ଆମେ ସମସ୍ତେ ଜାଣିଛୁ ଯେ ସାଉଥ ଇଣ୍ଡିଆରେ ଯୋଉ ଚଳଚ୍ଚିତ୍ର ତାରକା ମାନଙ୍କୁ ଯେ ପୂଜା କରନ୍ତି ଭଗବାନ ବୋଲି ପୂଜା କରନ୍ତି ବା ତାଙ୍କୁ ବହୁତ ରେସପେକ୍ଟ କରନ୍ତି ତ ଏଇ ପରିପ୍ରେକ୍ଷୀରେ ଯେହେତୁ ବିଜୟ ଥାଲାପତି ଜଣେ ବହୁତ ଆକ୍ଟର ଯେ ମାନେ একদম সুপরস্টার যেମିତି ଅନେକ ସୁପରଷ୍ଟାର ଅଛନ୍ତି ନୋ ଡାଉଟ କିନ୍ତୁ ସେ ବର୍ତ୍ତମାନ ପରିପ୍ରେକ୍ଷୀରେ ଯେତେ ସବୁ ଚଳଚ୍ଚିତ୍ର ଦେଇଛନ୍ତି ସେ ଚଳଚ୍ଚିତ୍ର ଗୁଡିକ ପୁରା ଭାରତ ବର୍ଷରେ କଣ ବାହାରେ ମଧ୍ୟ ତାଙ୍କର ନାଁ ରହିଛି ତେଣୁ ଏଇ ପରିପ୍ରେକ୍ଷୀରେ ସେ ଯେହେତୁ 6 ଘଣ୍ଟା ବିଳମ୍ବ ହେଇଗଲା ତ ଲୋକମାନଙ୍କର ଜନ ସମାଗମ ଅଧିକରୁ ଅଧିକ ବଢିବାକୁ ଲାଗିଲା ସେ କେତେବେଳେ ପହଞ୍ଚିଲେ ସଭାସ୍ଥଳୀକୁ ନା ସେ ପହଞ୍ଚିଲେ ଠିକ 7:40 ସମୟରେ କିନ୍ତୁ ଲୋକମାନେ କେତେବେଳେ ଥିଲେ ନା 6 ଘଣ୍ଟା ପୂର୍ବରୁ ସେ ସମାଗମରେ ଠିଆ ହେଇଛନ୍ତି 6 ଘଣ୍ଟା ଦେଖନ୍ତୁ କେତେ କ୍ରେଜ ତାଙ୍କର ସେଇ ଦଳ ବା ରାଜନୀତିର ପଲାକୁ ଭାରି କରିବା ପାଇଁ ଜନସାଧାରଣଙ୍କର ସମର୍ଥନ କେତେ ରହିଛି କେତେ କ୍ରେଜ ତାଙ୍କର ଯେହେତୁ ସେ ଜଣେ ସିନେମା ଷ୍ଟାରରୁ ଆସିଛନ୍ତି ବା ସିନେମା ଇଣ୍ଡଷ୍ଟ୍ରିରୁ ଆସିଛନ୍ତି ସେ ଜଣେ ଭଲ ଅଭିନେତା ଏବଂ ସମସ୍ତେ ତାଙ୍କୁ ଭଲ ପାଆନ୍ତି ତାଙ୍କର ଯଥେଷ୍ଟ କ୍ରେଜ ଅଛି ୟାରି ପରିପ୍ରେକ୍ଷୀରେ ସେ ଯେତେବେଳେ ଆପଣଙ୍କର 7:40 ସମୟରେ ପହଞ୍ଚିଲେ ସେଇ ସମୟ ବେଳେ ଏତେ ଭିଡ ଲୋକ ଜମିଛନ୍ତି ବା ଭିଡ ହେଇଗଲା ଯେ ଯୋଉମାନେ ଆପଣଙ୍କର ଚେତା ଫେରି ଯାଇଛନ୍ତି ସେତେବେଳେ କିଛି ଦୃଶ୍ୟ ମଧ୍ୟ ଦେଖାଯାଉଛି ଚେତା ଫେରି ଯାଇଛନ୍ତି ଯେ ଯୋଉ ଗାଡିରୁ ଯୋଉ ଚେତା ଫେରି ଚେତା ହଜି ଯାଇଛି ସେ କ୍ଷମା କରିବେ ଚେତା ଯୋଉମାନଙ୍କର ହଜି ଯାଇଛି ସେମାନଙ୍କ ଉପରକୁ ପାଣି ବୋତଲ ଫିଙ୍ଗା ଯାଉଛି ମାନେ ଚେତା ଫେରିବା ପାଇଁ ବିଜୟଙ୍କର ଯେତେ ସବୁ ଯୋଉମାନେ ସମର୍ଥକ ଥିଲେ ତ ଏଇଟା ମଧ୍ୟ ପୋଲିସ ପ୍ରଶାସନ ଦେଖିଛନ୍ତି ଏବଂ ସେଇ ଯୋଉମାନେ ଚେତାଶୂନ୍ୟ ହେଇଯାଇଛନ୍ତି ଏବଂ ଯୋଉମାନେ ଦଳା ଚକଟାରେ ପୁରା ଆଘାତ ହେଇଯାଇଛନ୍ତି ସେମାନଙ୍କୁ ଆକଟ କରି ଆଣିବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଭିଡ ପାଇପାରିଲାନି ବା ବାଟ ପାଇପାରିଲାନି ଯାହାରି ଫଳରେ ପ୍ରତ୍ୟେକ ବ୍ୟକ୍ତି କଣ ନା ନିଜର ହାତ ଧରି କଡନ ତିଆରି କରି ଆମ୍ବୁଲାନ୍ସକୁ ନେଇକି ପାଖକୁ ନେଇକି ଯୋଉମାନେ ଆପଣଙ୍କର ମୃତାହତ ହେଇଥିଲେ ବା ଦଳ ଚକଟାରେ ବହୁତ ମାତ୍ରାରେ ଆଘାତ ପ୍ରାପ୍ତ ହୋଇଥିଲେ ସେମାନଙ୍କୁ ଆମ୍ବୁଲାନ୍ସ ନେବା ପାଇଁ ବ୍ୟବସ୍ଥା କଲେ ତେଣୁକରି ଯୋଉ ସମର୍ଥକ ମାନେ ଥିଲେ ବା ସେମାନେ କଣ ନା ଯୋଉମାନଙ୍କର ଚେତା ହଜି ଯାଇଛି ସେମାନଙ୍କ ଉପରେ ପାଣି ଫିଙ୍ଗୁଥିଲେ ଯେ ଚେତା ଫେରି ଆସିବା ପାଇଁ ବା ଠିଆ ହେବା ପାଇଁ ବା ପାଣି ପିଇବା ପାଇଁ ଏଇଟା ଥିଲା ଯୋଉ ଭିଡ କି ପୋଲିସ ପ୍ରଶାସନ ତରଫରୁ ନିୟନ୍ତ୍ରଣ କରିବା ପାଇଁ ସମ୍ଭବପର ହେଲା ନାହିଁ ଏଇଟା ଥିଲା ଗତକାଲି ଯୋଉ ମୁଖ୍ୟ ଆକର୍ଷଣୀୟ ବିଷୟ ଯୋଉଟା କି ବିଜୟ ଥାଲାପତି ଯେ ଅତି କମରେ 30,000 ଲୋକକୁ ନେଇକି କରିବା କଥା କିନ୍ତୁ ବର୍ତ୍ତମାନ ଲକ୍ଷେରୁ ଅଧିକ ଲୋକ ସେଠି ଆକଳନ କରାଯାଉଛି ଆହୁରି କୁହାଯାଇଛି ତିରୁଚିରାପଲ୍ଲୀ ଏବଂ ସାଲେମ এই দুইটি ডিস্ট্রিক্ট এটা হচ্ছে তামিলনাড়ুর দুইটি ডিস্ট্রিক্ট ଯୋଉଟା କି ତିରୁଚିରାପଲ୍ଲୀ ଏବଂ ସାଲେମ ଏ ଦୁଇଟି ଡିଷ୍ଟ୍ରିକ୍ଟର ସମସ୍ତ ଡକ୍ଟର ବା 44 ଜଣ ଡକ୍ଟର 44 ଡକ୍ଟରଙ୍କୁ କୋଉଠିକି ପଠାଇଛି କରୁର ଯୋଉ ଜାଗାରେ ସେ ମିଟିଂ କରୁଥିଲେ ନିର୍ବାଚନୀ ପ୍ରଚାର କରୁଥିଲେ କରୁର ଜିଲ୍ଲାକୁ ପଠାଯାଇଛି ଏତେ ମାତ୍ରାରେ ଲୋକମାନେ ଆଘାତ ହେଇଛନ୍ତି ବା ଏତେ ମାତ୍ରାରେ ଲୋକମାନଙ୍କର ସେଇ ବା ଠେଲା ପେଲାରେ ଯୋଉ ଭିଡରେ ଯୋଉ ସବୁ କ୍ଷତ ବିକ୍ଷତ ହେଇଛନ୍ତି ତାଙ୍କୁ ଚିକିତ୍ସା କରିବା ପାଇଁ ଆପଣଙ୍କର ସାଲେମ ଜିଲ୍ଲାରୁ ତିରୁଚିରାପଲ୍ଲୀରୁ ଆପଣଙ୍କର 44 ଜଣ ଡକ୍ଟର
ମାନଙ୍କୁ ପଠାଯାଇଛି ଏଇଟା ପ୍ରଶାସନ ତରଫରୁ। ତାପରେ ଆହୁରି ମଧ୍ୟ ଆହୁରି କୁହାଯାଇଛି କଣ ନା ତାମିଲନାଡୁର ଏ ସମସ୍ତ ରାଜନୈତିକ ଦୃଶ୍ୟ ଦେଖିଲା ବେଳେ ବା ବିଜୟ ଥାଲାପତିଙ୍କର ଏ ସମସ୍ତ ଆକର୍ଷଣକୁ ଲୋକମାନଙ୍କର ପ୍ରୋତ୍ସାହନ ଦେଖିଲା ବେଳେ ଲୋକମାନଙ୍କ ସମସ୍ତ ସମର୍ଥନକୁ ଦେଖିଲା ବେଳେ ଅନ୍ୟ ରାଜନୈତିକ ଦଳ ତରଫରୁ ମଧ୍ୟ କିଛି ଗୋଟେ ଶଙ୍କା ପଶି ଯାଉଛି। ୟାରି ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିଜ ନିଜର ମତ ରଖିଛନ୍ତି ଯେ ଏଇ ଯୋଉ ଘଟଣା ଘଟୁଛି ୟାରି ପ୍ରତି କଣ ଗୃହ ମନ୍ତ୍ରଣାଳୟ বা হোম ডিপার্টমেন্ট গুরুত্ব আরোপ করে তার সমস্ত তদারক করিয়া কথা বা সমস্ত সহযোগ সহানুভূতি প্রদান করিয়া কথা। ইয়ারি পরিপ্রেক্ষীরে তামিলনাডুর করুরে এক রাজনৈতিক সময়ে এই যে ঘটনা ঘটিছি এই ঘটনাকে দুর্ভাগ্যজনক ঘটনা বলে প্রধানমন্ত্রী নিজের নরেন্দ্র মোদী ভারতের মাননীয় প্রধানমন্ত্রী নরেন্দ্র মোদী নিজের এক্সরে যাহা সূচনা ଦେଇଛନ୍ତି যে এটা হচ্ছে গোটে করুণ দৃশ্য যে করুণ দৃশ্য কি দুঃখଦାୟକ ବିଷୟ ଯୋଉଠିକି ଅତି 39 ଲୋକ ମରି ଯାଇଛନ୍ତି। ତେଣୁକରି ସେ ଏଇ ଜିନିଷଟି ପ୍ରଧାନମନ୍ତ୍ରୀ ନିଜେ ଏକ୍ସରେ ଅପଲୋଡ କରିଛନ୍ତି ବା ଏକ୍ସରେ ସେଟାକୁ ଅପଲୋଡ କରିଛନ୍ତି। ତ ୟାରି ପରିପ୍ରେକ୍ଷୀରେ ତାମିଲନାଡୁର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସେ ଘଟଣାର ଅନୁସନ୍ଧାନ କରିଛନ୍ତି, ଘଟଣାସ୍ଥଳକୁ ଯାଇଛନ୍ତି ଏବଂ କେତେ ଲୋକ କଣ ମୃତ୍ୟୁବରଣ କରିଛନ୍ତି ତାରି ଉପରେ ମଧ୍ୟ ସେ ବିଭିନ୍ନ ପ୍ରକାର ଅନୁସନ୍ଧାନ କରିଛନ୍ତି। ୟାରି ପରିପ୍ରେକ୍ଷୀରେ କଣ ହେଇଛି ନା ଯୋଉମାନେ ମୃତ୍ୟୁବରଣ କରିଛନ୍ତି ରାଜ୍ୟ ପ୍ରଶାସନ ତରଫରୁ ଯୋଉମାନଙ୍କର ମୃତ୍ୟୁବରଣ ହେଇଛି ସେମାନଙ୍କୁ 10 ଲକ୍ଷ ଟଙ୍କା ଏବଂ ଯୋଉମାନେ ଆଘାତ ପ୍ରାପ୍ତ ହୋଇଛନ୍ତି ସେମାନଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ରାଶି ଘୋଷଣା କରାଯାଇଛି, ଯାହାକି ଆମେ ଯଦି କହିବା ଆମେରିକା ରାଶିରେ ଆପଣଙ୍କର $11,280 ସଂକ୍ସନ କରାଯାଇଛି। ଏବଂ ଆହୁରି ମଧ୍ୟ କରାଯାଇଛି କଣ ନା ଗୋଟେ ତଦନ୍ତ ପ୍ୟାନେଲ ପ୍ରତିଷ୍ଠା କରାଯାଇଛି, ଗୋଟେ ତଦନ୍ତ ପ୍ୟାନେଲ ପ୍ରତିଷ୍ଠା କରାଯାଇଛି କୋଉ ପରିପ୍ରେକ୍ଷୀରେ କେମିତି କଣ ହେଲା କେମିତି ଏଇଟା ସବୁ ଦଳାଚକଟା ହେଲା ୟାର ସମସ୍ତ ବିବରଣୀକୁ ଜାଣିବା ପାଇଁ। ତ ବିଜୟ ଥାଲାପତି ଯେତେବେଳେ ରାଲିର ସୁରକ୍ଷାର ସମ୍ମୁଖୀନ କରିବା ପାଇଁ ସମସ୍ତ ପ୍ରଶାସନକୁ ଆଗରୁ ଦେଇଥିଲେ ସୂଚନା ଦେଇଥିଲେ, ତଥାପି ତାଙ୍କୁ ଦେଖିବା ପାଇଁ ଏତେ ସମାଗମ ଆସିଲା, ଏତେ ଭିଡ଼ ଆସିଲା ଯେ ଆଉ ପ୍ରଶାସନ ତାଙ୍କୁ ସମ୍ଭାଳି ପାରିଲେନି ବା ତାଙ୍କୁ କଣ ଆକଟ କରି ରଖି ପାରିଲେନି ବା ସେମାନଙ୍କୁ ସମାଧାନ କରିକି ବା ଠିକ ଜାଗାରେ ଠିଆ ହେବା ପାଇଁ ବା ଠିକ ଜାଗାରେ ରହିବା ପାଇଁ ବା ରୁଲ ଅନୁସାରେ କଡନ ଅନୁସାରେ ସେମାନଙ୍କୁ କଣ ଆୟତ କରିପାରିଲେନି, ଯାହାରି ଫଳରେ ବର୍ତ୍ତମାନ ସୁଦ୍ଧା 6 ଜଣଙ୍କ ରିପୋର୍ଟ ଯାହା କୁହାଯାଉଛି ସେମାନେ ମଧ୍ୟ ଅତି ସାଂଘାତିକ ଅବସ୍ଥାରେ ଅଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି, ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଯୋଉମାନେ ମିଟିଂ ଡାକିଥିଲେ ବିଜୟ ଥାଲାପତି ତରଫରୁ କନଭେନର ମିଟିଂ ଡାକିଥିଲେ ପୋଲିସ ଦ୍ୱାରା ଲଗାଯାଇଥିବା କଟକଣା ସତ୍ତ୍ୱେ जो साधारण जनसाधारण समागम बारंबार स्थानीय भित्तिभूमि को कर्तृपक्ष प्रतिक्रिया प्रधान क्षमता को प्रभावित करुच्ची ए समस्त विषय वस्तु प्रति ध्यान देवा दरकार बोली समस्त पार्टी तरफ जननायक मान तरफ ए समस्त विषय प्रति कहुई। तो यार परिप्रेक्षी में मुझे गोटे कथा जे विजय थालापति वर्तमान राजनीतिक दल को जो आसिले निर्वाचन में निजक लड़िया गत 2024 रु से जो प्रकार मीटिंग बा रैली कर जन समर्थन यथेष्ट मात्रा रही जहाँ परिप्रकाश करुच्ची जो जन समागम एवं देखिए जो भिड़ अच्छी जो क्रेज रही से क्रेज को समस्ते समर्थन देकी से रैली को जो जाऊँगी से रैली को जीवा भितर ये समस्त घटना घटी जाऊँगी जहाँकि दुखद घटना जोड़ा घटवा कथा नहीं जोटा पुलिस प्रशासन तरफ जो चेष्टा कराउछि किंतु लोक माने एई भली भाव रे क्रेज हो जाइछन्ति बा निजको विगलित कर दैछन्ति बा निजको हजै दैछन्ति विजय थालापति को प्रियता बढ़ेबा पई बा विजय थालापति को एते प्रियता पाइछन्ति बा तांको एते भलो पाइबा दैछन्ति जे तांको देखिबा पई जे लोक माने विभिन्न जागारु शुणी मीटिंग केबे होउछि जानिबा खेणी जाय कि गदा हो जाउछन्ति बा सेठी रुंड हो जाउछन्ति। एटा आपण माने यार पूर्व मीटिंग रे मध्ये आपण माने देखिथिबे जोटा कि गत या पूर्व वीडियो मु करि पारि नाही किंतु वर्तमान रो वीडियो करछि आपण माने देखिबे क्लिप द्वारा मु मझि मझि रे से क्लिप मध्ये आपण माने देछि। तो एई परिप्रेक्षी मु आपण माने को कहिबी जे ए वीडियोटी निश्चित भाव रे आपण माने देखिबे एवं अन्य मानकु अवेयर हेबा पई लाइक शेयर सब्सक्राइब करिवे कारण एटा जति सब जनसमागम होछि विभिन्न चलचित्र बोलतु विभिन्न प्रकार राजनीतिक क्षेत्र में बोलतु विभिन्न प्रकार आडभाटाइजमेंट बोलतु जितेबाला होची सेतेबाला पुलिस प्रशासन या प्रति ध्यान देकी अधिक अधिक एबे तो देइछन्ति यथेष्ट गुरुत्व देइछन्ति तथापि आहुरि अधिक गुरुत्व देकी जीरो काजल्टी करिया कथा अर्थात कौन प्रकार मृताहत नहीं कौन अभावस्था नहीं मीटिंग टी सुरुखुरु भाव में जमी समापन हम से अनुसार समस्त आयोजन करने कथा जिला प्रशासन राज्य प्रशासन तरफ वीडियो समस्त देखि हेतु मुझे धन्यवाद दूसरी एवं अनुरोध कर लाइक शेयर सब्सक्राइब करेंगे। थैंक यू सो मच। नमस्कार।